गुड मॉर्निंग साग मैंने वेलकम करछि आपण माने को सिखाऊं कुछ क्रिएशन चैनल को आशा करछि आपण माने बहुत ही भले थी मु बहुत भले रही। चलंतु स्टार्ट करबा आजिर ब्लॉग। जय सीताराम, जय बागेश्वर धाम, जय बालाजी, जय सन्यासी गुरु। आपण मानक पई आजिर ब्लॉग आज भगवान को विषय रे कहबी। तो सब बेले मते भगवान को विषय रे कहिले ही बहुत खुशी लगे। तो एका बसी बसी सब बेले मु कोन भाबे कोन करबी कोन नै। तो ठाकुर पूजा कंप्लीट कला पर करि सल्ला पर मु किछि खाए। तापर खाई सारा पर मु मोर रोषे बास सब किछि करि सारे। किछि समय पर पुआ आसी जाए तार काम करू करू मो दिन पलाए। सबुबले ए दिन राति सबुबले से गोटे जिनस ସବୁବେଳେ ଏମିତି ଘରେ ବସିଥିବି ତ ବୋରିଂ ହଉଥିବି ଏକୁଟିଆ ରହୁଛି ଯେହେତୁ ବାହାର ଜାଗାରେ। ତ କିଛି ନାହିଁ ମୁଁ ମନେ ମନେ ହନୁମାନ ଚାଳିଶା ପଢ଼େ। ହନୁମାନ ଚାଳିଶା ଯେହେତୁ ମୁଁ ପୁରା ମୁଖସ୍ତ କରିଦେଇଛି, ପୁରା ମାନେ ମୋ ମାଇଣ୍ଡରେ ପୁରା ରହିଯାଇଛି, ମୁଁ ପ୍ରାୟ ଟାଇମରେ ରହେ। ଆଉ ମୋତେ ଡର ବି କେବେ ଲାଗେନି। ବହୁତ ଡରୁଥିଲି, ମୁଁ ଏତେ ଡରୁଥିଲି ମାନେ କୁହନ୍ତୁନି ଏଇ ଘରେ ଆଉ ଏତେ ସାରା ରୁମ୍ରେ। ତ ମୁଁ ବହୁତ ଡରୁଥିଲି ଏକୁଟିଆ। ପୁଅ ବି ସେତେବେଳେ ଥିଲା, ପୁଅ ଛୋଟ ଥିଲା ଯେହେତୁ। ତ ଆସିବ 2 ବର୍ଷ ହେଇଗଲାଣି ରାଉରକେଲାରେ। ତ ମୁଁ ବହୁତ ଡରେ। ଯେବେଠୁ ମୋ ମାଇଣ୍ଡରେ ହନୁମାନ ଚାଳିଶା ରହିଯାଇଛି, ମୁଁ ପଢ଼ିକି ମନେ ରଖିଦେଇଛି। ଆଉ ପଢ଼ି ସବୁବେଳେ ସକାଳେ ସନ୍ଧ୍ୟାବେଳେ ସବୁବେଳେ ପଢ଼ୁଥିଲି। ଏବେ ମୁଁ ଗୋଟେ ଟାଇମ୍ କରିଦେଇଛି ସକାଳ ବେଳାଟା। ଯେତେବେଳେ ମୁଁ ଠାକୁର ପୂଜା କରେ ସେତେବେଳେ ମୁଁ ଷ୍ଟାର୍ଟ କରେ, ମୋର ପୂଜା ଆରମ୍ଭରୁ ହିଁ ଷ୍ଟାର୍ଟ କରେ ପୂଜା ଏଣ୍ଡ ପର୍ଯ୍ୟନ୍ତ। କି ପୂଜା ସରିଗଲା ପରେ ବି ଯଦି ରହିଯାଇଥାଏ ବାକି ତାକୁ ବି ମୁଁ ମନେ ମନେ ବୋଲିକି ହିଁ କମ୍ପ୍ଲିଟ୍ କରିଦିଏ। କାହିଁକି ନା ହନୁମାନ ଚାଳିଶା ପଢ଼ିଲେ ମୋତେ ବହୁତ ହି ଖୁସି ମିଳେ। ଆଉ ଭଗବାନ ଖୁସି ହୁଅନ୍ତି, ଭଗବାନ ଶାନ୍ତି ହୁଅନ୍ତି, ଭଗବାନ ଶୁଣନ୍ତି ଆପଣମାନଙ୍କର ଦୁଃଖ, ମୋ ଦୁଃଖ ଶୁଣନ୍ତି। ତ ସେଇଭଳି ଆପଣମାନେ ଯଦି ହନୁମାନ ଚାଳିଶା ପଢ଼ିବେ ସବୁଦିନେ ଭଗବାନ ନିଶ୍ଚୟ ଶୁଣିବେ। ଆଉ ବହୁତ ଜଣ ମେସେଜ କରିଛନ୍ତି ଆଉ ଭଗବାନଙ୍କୁ ଆମେ ପୂଜିଛୁ, ବହୁତ କିଛି ପାଇଛୁ। ହଁ, ମୁଁ କହିଛି ନା ଭଗବାନଙ୍କୁ ସେତିକି ଧୈର୍ଯ୍ୟ ଶକ୍ତିରେ ପୂଜା କଲେ ଭଗବାନ ନିଶ୍ଚିନ୍ତ ଶୁଣନ୍ତି। ତ କେବେ ବି ଧୈର୍ଯ୍ୟହରା ହୁଅନ୍ତୁନି। ତ ମୁଁ କେବେ ବି ଧୈର୍ଯ୍ୟହରା ହେଇନି, କେବେ ବି ହେଇନି। ଫ୍ୟାମିଲି କଥା ତ ଫ୍ୟାମିଲି ମ୍ୟାଟର ଅଲଗା। ଯେହେତୁ ଭଗବାନଙ୍କ ଉପରେ କଥା ଆସେ ତ ମୁଁ କେବେ ସେ ବିଷୟରେ କେବେ ବି ଯେକୌଣସି ଜିନିଷ ଭଗବାନଙ୍କୁ ମାଗିଛି ଆଜି ପର୍ଯ୍ୟନ୍ତ ସବୁ କିଛି ମିଳିଛି। ଆଉ ଭଗବାନ ହିଁ ସେମିତି। ଆଉ ଯେବେଠୁ ମୋ ଲାଇଫରେ ବାଗେଶ୍ୱର ବାବା ଆସିଛନ୍ତି ଲାଇଫ ପୁରା ଚେଞ୍ଜ। ଆପଣମାନେ ବିଶ୍ୱାସ କରିବେନି, ଲାଇଫ ପୁରା ଚେଞ୍ଜ, ପୁରା ନୂଆ ଲାଇଫ, ନୂଆ ସବୁ କାମ କମ୍ପ୍ଲିଟ୍ ହେଇଗଲା ପରେ ମୁଁ ଭାବିଲି କ'ଣ କରିବି, ଚାଲନ୍ତୁ ବ୍ଲଗ୍ କରିବି। ଆଉ କିଛି କଥା ତ ମୁଁ ସେୟାର କରିବି ଆପଣମାନଙ୍କ ସହିତ ହିଁ। ସବୁ କିଛି ସେୟାର କରିବାକୁ ମୋତେ ବହୁତ ହି ଭଲ ଲାଗେ। ସବୁ କାମ ତ ସରିଗଲା, ପୁଅ ବି ସ୍କୁଲ ପଳେଇଛି, ସେ ବି ତ ଅଫିସ୍ ପଳେଇଛନ୍ତି। ବାକି ଏକା ଏକା କ'ଣ କରିବି, ଭିତର ଗୋଟେ ରୁମ୍ ଲକ୍ କରିଦିଏ ବାସ୍। ମୋର ଆ ଭିତରେ ରୋଷେଇବାସ ସବୁ ଯିବା ଆସିବା ବୁଲାବୁଲି ସବୁ କିଛି କଲା ପରେ ମୁଁ ଫୋନ୍ଟା ଧରିକି ବସି ପଡ଼େ ଆପଣମାନଙ୍କ ସହିତ କିଛି କଥା ହେବା ପାଇଁ। ଯେହେତୁ ଏକା ଅଛି ଆଉ ମୋର ୟୁଟ୍ୟୁବ୍ ହେଉଛି ମୋର ଭରସା। ଆଉ ୟୁଟ୍ୟୁବରେ ବ୍ଲଗ୍ ବନେଇ ବାସ୍ ତାକୁ ପୋଷ୍ଟ କରେ। ଆପଣମାନେ ଏତେ ସାରା ଭଲ ପାଇବା ଦେଉଛନ୍ତି, ସେଇଟା ଦେଖିକି ବି ବହୁତ ଖୁସି ଲାଗେ। ଆପଣମାନଙ୍କର କମେଣ୍ଟ ବି ପଢ଼ିଲେ ମୋତେ ବହୁତ ଖୁସି ଲାଗେ। ଚାଲନ୍ତୁ ସେମିତି ଭଲ ପାଇବା ମୋ ଉପରେ ରଖନ୍ତୁ। ମୁଁ ଆଶା କରୁଛି ଆପଣମାନେ ମୋ ସହିତ ସେମିତି ରହିବେ। ମୁଁ ଆଜି ଜୀବନ କାଲିକି ନାହିଁ, ବାକି ଯେତିକି ଦିନ ରହିବେ ମୁଁ ଆପଣମାନଙ୍କ ସାଙ୍ଗରେ ରହିବି। ସବୁବେଳେ ଆପଣମାନଙ୍କ ସହିତ ଯୋଡ଼ି ହେଇକି ରହିବାକୁ ଚାହେଁ। ଭଗବାନଙ୍କ ଉପରେ ଛାଡ଼ି ଦେଇଛି ସବୁ କିଛି, ଯାହା ସେ କରିବେ। ଆଉ ବର୍ତ୍ତମାନ ତ ଟାଇମ୍ ଆସିକି ହେଇଗଲାଣି, ମୋର 8 ମନ୍ଥ ହେଇଗଲାଣି। ତ ସେପ୍ଟେମ୍ବରରେ ମୋର ଇଏ ଅଛି, ପ୍ଲାନିଂ ଅଛି। ତ ସେପ୍ଟେମ୍ବରରେ ଆମର ଡେଟ୍ ବି ଫିକ୍ସ କରିସାରିଛୁ। ଗୋଟେ ବହୁତ ଭଲ ଦିନରେ ଆମେ ଡେଟ୍ ଫିକ୍ସ କରିଛୁ। ତ ସେଇଦିନ ଡେଲିଭରି ହେବ। ସେତିକି ଦିନ ଭିତରେ ମୁଁ କେବଳ ଭଗବାନଙ୍କ ଆସ୍ଥା ନେଇକି ବଞ୍ଚିଛି। କାହିଁକି ନା ମୋର ନା ଘର ଲୋକ ଅଛନ୍ତି ନା ଶାଶୁଘର ଲୋକ ଅଛନ୍ତି। ମୁଁ ଏକା ହିଁ ଅଛି ରାଉରକେଲାରେ, ମୁଁ ଏକା ହିଁ ରହୁଛି, ମୋ ସ୍ୱାମୀଙ୍କ ସହିତ ରହୁଛି। ବାକି ଭଗବାନଙ୍କ ଉପରେ ସବୁ କିଛି ଛାଡ଼ି ଦେଇଛି ବୋଲି ଆଜି ମୁଁ ବହୁତ ଭଲରେ ଅଛି। ଆଉ ପ୍ରତ୍ୟେକ ମୁହୂର୍ତ୍ତରେ ସେ ସାଥ ଦେଉଛନ୍ତି। ଆଉ ମୋତେ ସେମିତି କିଛି ଫିଲ୍ ହେଉନି ଯେ ମୁଁ କଷ୍ଟ ପାଉଛି କି କ'ଣ, ସେମିତି କିଛି ବି ମୋତେ ଏପର୍ଯ୍ୟନ୍ତ ଫିଲ୍ ହେଇନି। 8 ମନ୍ଥ ହେଲାଣି, ଆପଣମାନେ ବିଲିଭ୍ କରିବେନି। ଆଜିକା ଡେଟ୍ରେ ମୁଁ କହୁଛି 8 ମନ୍ଥରେ ବୋଧେ କେହି ଉଠି ବସି ପାରୁନଥିବେ, କି ଚାଲୁନଥିବେ, କି ତାଙ୍କୁ ୱିକ୍ ଫିଲ୍ ହେଉଥିବ, କି କିଛି କରିପାରୁନଥିବେ। ଆଉ ମୁଁ A ଠୁ Z ପର୍ଯ୍ୟନ୍ତ କାମ କରୁଛି, ମୁଁ ନିଜେ କରୁଛି। କାହିଁକିନା ମୋତେ ସେତିକି କଷ୍ଟ ହେଉନାହିଁ। ମୋ ପାଇଁ ମୋ ଭଗବାନ ଅଛନ୍ତି, ମୋ ବାଗେଶ୍ୱର ବାବା ଅଛନ୍ତି। ମୋତେ ସେ ସେତିକି ସପୋର୍ଟ ଆଉ ସେତିକି ସାହସ ଦେଉଛନ୍ତି, ଯେଉଁଥିପାଇଁ ମୁଁ ଏ ଘରେ ମୋର ସବୁ କାମ କରୁଛି। ଛାତ ଉପରେ ଯିବାଠୁ, ଆଣିବାଠୁ, ତୋଳିବାଠୁ, ଶୁଖେଇବାଠୁ ସବୁ କିଛି ଡ୍ରେସ୍ ମୁଁ ନିଜେ କରେ। ତ ରୋଷେଇ ବାସ, ମୋ ପୁଅର କାମ ଦେଖିପାରୁଥିବେ, ମୋ ପୁଅ ଆସିକି ହେଲାଣି 4.5 ବର୍ଷର। ତ ତାର ଯେତେ କାମ, ତାକୁ ପଢ଼େଇବା, ତାକୁ ଗାଧେଇବାଠୁ ସବୁ କିଛି
ସବୁ କରେ ମୋତେ ଏପର୍ଯ୍ୟନ୍ତ ବି କଷ୍ଟ ହେଇନି। ମୁଁ ଜାଣିଛି ଆମର ସେତିକି ବିଶ୍ୱାସ ଭରସା ଅଛି ଯେ ଲାଷ୍ଟ ପର୍ଯ୍ୟନ୍ତ ମୁଁ ସେମିତି ଷ୍ଟ୍ରଙ୍ଗ ଥିବି। କାହିଁକି ନା ମୁଁ ସେଇଭଳି ଲୋକର ହାତ ଧରିଛି ଯିଏ ମୋତେ ପ୍ରତ୍ୟେକ ମୁହୂର୍ତ୍ତରେ ସାହାଯ୍ୟ କରୁଛନ୍ତି, ପ୍ରତ୍ୟେକ ମୁହୂର୍ତ୍ତରେ ମୋତେ ସାଥ ଦେଉଛନ୍ତି। ଆଉ ଭଗବାନ ସବୁବେଳେ ଆପଣ ସେତିକି ସ୍ମରଣରେ ତାଙ୍କୁ ସେତିକି ଇଏରେ ଖୋଜିବେ, ସତରେ ଭଗବାନ ନିଶ୍ଚିନ୍ତ ସ୍ୱପ୍ନରେ ବି ଆସିବେ। ବାକି କୋଉ ରୂପରେ ଆସିବେ ଆପଣମାନେ ଜାଣିବେ, କିନ୍ତୁ ଫିଲ୍ କରିବେ ଯେ ଭଗବାନ ଆସିଛନ୍ତି। ଦୁନିଆରେ ସବୁ ମୋହ ମାୟାରୁ ବାହାରି ଆସନ୍ତୁ, ଆଉ ସବୁକିଛି ତ୍ୟାଗ କରିଦିଅନ୍ତୁ। ଦେଖିବେ ତାଙ୍କ ହାତ ଥରେ ଧରି ନିଅନ୍ତୁ, ସେ ଯେମିତି ହେଲେ ଆପଣଙ୍କ ହାତ ଧରିକି ରହିବେ, ସବୁବେଳେ ସାଥ ଦେବେ, ଆପଣଙ୍କ ସଂସାର ସବୁବେଳେ ଭଲରେ ରଖିବେ। ମୋର ବିଶ୍ୱାସ ଅଛି, ଆଉ ଆପଣମାନେ ବି ସେଇ ବିଶ୍ୱାସ ରଖନ୍ତୁ। କାରଣ ମଣିଷ ମାତ୍ରକେ ମୋହ ମାୟା ସବୁବେଳେ ବନ୍ଧା। ତ ଭଗବାନଙ୍କ ପ୍ରତି ସେତିକି ଆପଣମାନେ ଡେଡିକେଟ୍ ହେଇଯାଆନ୍ତୁ, ଆଉ ସେତିକି ତାଙ୍କ ପ୍ରତି ପୁରା ଭଲ ପାଇବା ରଖନ୍ତୁ, ତାଙ୍କୁ ଭକ୍ତି କରନ୍ତୁ। ଦେଖିବେ ନିଶ୍ଚୟ ସିଏ ଆପଣମାନଙ୍କ ହାତ କେବେ ବି ଛାଡ଼ିବେନି, ଆଉ କେବେ ବି ଆପଣମାନଙ୍କୁ କେବେ ବି ଅଧ ରାସ୍ତାରେ କେବେ ବି ହଇରାଣ କରିବେନି। କାରଣ ଆପଣମାନେ ଚିନ୍ତା କରନ୍ତୁ। ଆଉ ଗୋଟେ କଥା, କାଲି ମୋ ମେସେଜରେ, ମୋ କମେଣ୍ଟ ବକ୍ସରେ ଗୋଟେ ମେସେଜ କରିଛନ୍ତି ଭଉଣୀ, ଆଉ ସେ ତାଙ୍କର ଫ୍ୟାମିଲିରେ ବହୁତ ଦୁଃଖରେ ଅଛନ୍ତି। ତ ମୋତେ ସେ ତାଙ୍କ ଦୁଃଖ ଜଣେଇଛନ୍ତି ମେସେଜରେ। ତ ମୁଁ ରିକ୍ୱେଷ୍ଟ କରୁଛି ଭଉଣୀ, ଆପଣ ଧୈର୍ଯ୍ୟ ଶକ୍ତି ରଖନ୍ତୁ, ଆପଣ ସେଇ ଭଗବାନଙ୍କୁ ଡାକନ୍ତୁ, ବାଗେଶ୍ୱର ବାବାଙ୍କୁ ସବୁବେଳେ ଭକ୍ତି କରନ୍ତୁ, ଡାକନ୍ତୁ, ଆଉ ସେ ଦିନେ ନା ଦିନେ ନିଶ୍ଚୟ ଶୁଣିବେ। ଆଉ ଆପଣ ଗୋଟେ କାମ କରନ୍ତୁ, ସଂକଳ୍ପ କରିଦିଅନ୍ତୁ ଭଗବାନଙ୍କ ପାଖରେ। ଆଉ ସଂକଳ୍ପ କେମିତି କ'ଣ କରିବେ ମୁଁ ଆପଣମାନଙ୍କୁ କହିଦେବି। ଯେ ଆପଣ ଠାକୁର ପୂଜା କରୁଛନ୍ତି, ଯେଉଁ ଠାକୁର ରଖିଛନ୍ତି, ସେ ଯେଉଁ ଜାଗାରେ ବି ରଖିଛନ୍ତି ସେଇଠି ଆପଣ ଗୋଟେ ଗ୍ଲାସ୍ ରଖିବେ, କିମ୍ବା ଢାଳ ଯେଉଁ ପୂଜା କରୁଛନ୍ତି ଢାଳ ରଖିବେ। ରଖିକି କ'ଣ କରିବେ ନା, ସେଇ ଯେଉଁ ପାଣି ତା ଦେହରେ ପୁରା ଫୁଲ୍ ଥିବ, ସେ ପାଣିକୁ ରଖିବେ। ରଖି ସାରିଲା ପରେ ଅଳ୍ପ ହାତରେ ପାଣି ନେବେ, ଆଉ ଅଳ୍ପ ହାତରେ ପାଣି ନେଇକି ଭକ୍ତି ସହକାରେ ଆପଣ ସେଇ ପାଣିକୁ ଭଗବାନଙ୍କୁ ଅର୍ପଣ କରିବେ। ସଂକଳ୍ପ ନେଇକି କହିବେ ଯେ ଏ ବାଲାଜୀ ମହାରାଜ, ଏ ସନ୍ନ୍ୟାସୀ ଗୁରୁ, ଏ ବାଗେଶ୍ୱର ବାବା, ମୋ ଦୁଃଖ ଶୁଣନ୍ତୁ। ଆଉ ମୋର ଯେଉଁ ଅସୁବିଧା ହେଇଛି, ମୋ ଫ୍ୟାମିଲିରେ ଯେଉଁ ଭଳି ଡିଷ୍ଟର୍ବାନ୍ସ ହେଇଛି, କି ମୁଁ ଯାହା ଯେଉଁ ଅସୁବିଧାରେ ମୁଁ ଆଜି ଦୁଃଖରେ ଅଛି, ଆପଣ ସେ ଦୁଃଖକୁ ଦୂର କରନ୍ତୁ। ମାନେ ଆଖି ବୁଜିକି ଆପଣ ଭକ୍ତି ସହକାରେ କରିବେ, ଆଉ ସେ ଦୁଃଖକୁ ମୋର ଦୂର କରନ୍ତୁ କହିକି ପୁରା ଏଇ ପାଣି ଯେଉଁ ଜାଗାରେ ଥିବ, ଯେଉଁ ଗ୍ଲାସ୍ଟା କି ଢାଳଟା, ତା ଚାରିପାଖ ବୁଲେଇ ଦେବେ। 3 ଥର ଏମିତି କରିବେ। ଆପଣ 11 ଥର, ଏଇ 11 ଦିନ କରିବେ। 11 ଦିନ ଏଇ ପ୍ରକାରର କରିକି ସେଇ ପାଣିକୁ ଆପଣଙ୍କ ବାପାଙ୍କୁ ପିଆଇବେ। ସେଇ ପାଣିକୁ ଆପଣ ବାପାଙ୍କୁ ପିଆଇବେ। ଦେଖିବେ ଆପଣଙ୍କର ଯେଉଁ ବି ଏଇ ଯେଉଁ ସମସ୍ୟା ଆପଣ କହିଛନ୍ତି ମୋତେ, ସେଇଟା ଯେମିତି ହେଲେ ଆସ୍ତେ ଆସ୍ତେ ଦୂର ହେଇଯିବ। ଆଉ ଯେମିତି ହେଲେ ବାବା ନିଶ୍ଚୟ ଶୁଣିବେ, ନିଶ୍ଚୟ ଆପଣଙ୍କ ଡାକ ନିଶ୍ଚୟ ଶୁଣିବେ। ଆଉ ସେ କେବେ ବି ଏତେ ନିଷ୍ଠୁର ନୁହନ୍ତି। ଆପଣ ଏତେ ଅସୁବିଧାରେ ଅଛନ୍ତି, ଆପଣଙ୍କ ଫ୍ୟାମିଲି ଏତେ ଅଶାନ୍ତି ଅଛି, ତ ନିଶ୍ଚୟ ଯେମିତି ହେଲେ ସେ ଶୁଣିବେ। ଏଇ କାମଟା କରିବେ। ଯଦି ସକାଳେ ଆପଣ ପୂଜା କରୁଛନ୍ତି, ତାହେଲେ ସେଟା ସନ୍ଧ୍ୟାବେଳେ ଦେବେ ପିଇବା ପାଇଁ। ଯଦି ସେଟା ସନ୍ଧ୍ୟାବେଳେ ପୂଜା କରିଛନ୍ତି, ତାହେଲେ ସେଇଟା ଦେବେ ସକାଳ, ମାନେ ରାତି ପାହିବା ପରେ। ଆପଣ ପୁରା ନହେଲେ ବ୍ରହ୍ମ ମୁହୂର୍ତ୍ତରେ କରିବେ, 4ଟା ରାତି କିମ୍ବା 3:30 4ଟା ରାତି ଯେତେବେଳେ ଭଗବାନଙ୍କୁ ପୂଜା କରିବେ, ସେଇଟା ଆପଣ 7ଟା 8ଟା 9ଟା ଦିନ 9ଟାରେ ବି ଦେଇପାରିବେ। ଏମିତି 11 ଥର କରନ୍ତୁ, ଭଗବାନ ନିଶ୍ଚୟ ଶୁଣିବେ। ଏଇଟା ହେଉଛି ଗୋଟେ ଜିନିଷ, କ'ଣ ନା, ଆମର ସେତିକି ଭକ୍ତି ଭାବ। ଆମେ ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯାଉଛୁ, ଯଦି ଆମ ମନ ଭିତରେ କିଛି କଷ୍ଟ ଅଛି, ସେଇଟା ଭଗବାନଙ୍କ ପାଖକୁ ଆମେ ସେଇଟା ଜଣାଉ ଯେ ପ୍ରଭୁ ଆମର ଏଇ ଦୁଃଖ ହେଇଛି, ଆଉ ଆମେ ଏଇଭଳି ଦୁଃଖରେ ଅଛୁ, ଆମ ଦୁଃଖ ଦୂର କରନ୍ତୁ, ଆମକୁ ଟିକେ ଖୁସିରେ ରଖନ୍ତୁ। ଭଗବାନଙ୍କ ପାଖରେ, ଭଗବାନଙ୍କୁ ନ ଜଣେଇଲେ ଭଗବାନ କେବେ ଜାଣିବେନି। କୋଟି କୋଟି ଲୋକଙ୍କ ଦୁଃଖ ସେ ବୁଝୁଛନ୍ତି, ଆଉ ତମ ଦୁଃଖ ନିଶ୍ଚୟ ସେ ବୁଝିବେ। ଆପଣ ମୋତେ କାଲି ଏଇ ଜିନିଷ କହିଛନ୍ତି ଯେ ମୋତେ ଶୁଣିକି ବି, ମାନେ ଦେଖିକି ପଢ଼ିକି ମେସେଜଟା ମୋତେ ବି ଟିକେ ଇଏ ଲାଗିଲା। ତ ମୁଁ ସେଥିପାଇଁ ଭିଡ଼ିଓଟି ବନେଇଲି, ଯେ ଭିଡ଼ିଓରେ ଆପଣ ଯେମିତି ହେଲେ ଏଇ ଜିନିଷଟା ଟିକେ କରିଲେ ସାୟଦ ପୁରା ଠିକ୍ ହେଇଯିବେ ପୁରା ଆପଣ। ଏମିତି ମୋର ଗୋଟେ ଭିଡ଼ିଓରେ ବହୁତ ସାରା ମେସେଜ୍ ଆସିଛି, ତ ମୁଁ ମେସେଜ୍ ପଢ଼େ, ମୋତେ ବହୁତ ଖୁସି ଲାଗେ। ତ ସେମିତି ଗୋଟେ ଆପଣଙ୍କର ପ୍ରୋବ୍ଲେମ୍ ମୁଁ ସବୁ ସଲ୍ଭ କରିବାକୁ ଚେଷ୍ଟା କରିବି। ମୁଁ ଚେଷ୍ଟା କରିବିନି, କାରଣ ମୁଁ ହେଉଛି ମାଧ୍ୟମ, ଭଗବାନ ହେଉଛନ୍ତି ସବୁକିଛି। ତ ମୁଁ ଭଗବାନଙ୍କ ପାଖରେ ବି ପ୍ରେ କରିବି ଆପଣମାନଙ୍କ ପାଇଁ। ଆପଣ ଯେହେତୁ ମୋର ଗୋଟେ ୟୁଟ୍ୟୁବ୍ର ଫ୍ୟାମିଲି, ମୁଁ ଆପଣମାନଙ୍କ ସହିତ ଯୋଡ଼ି ହେଇକି ରହୁଛି ତ ସବୁଦିନେ, ସେଥିପାଇଁ ମୁଁ ଆପଣମାନଙ୍କ ଦୁଃଖରେ ଦୁଃଖୀ ହେବାକୁ ଚାହେଁ। ଆପଣମାନଙ୍କର ସବୁ ପ୍ରୋବ୍ଲେମ୍ ମୁଁ ଭଗବାନଙ୍କୁ ୱିଶ୍ କରିକି ମାଗିବି ଯେ ଭଗବାନ ଆପଣମାନଙ୍କର ସବୁ ୱିଶ୍କୁ ପୂରଣ କରନ୍ତୁ, ଆପଣଙ୍କ ଜୀବନରେ ଦୁଃଖ ଦୂର କରନ୍ତୁ। ବାସ୍ ଚାଲନ୍ତୁ, ଆଜି ରୋଷେଇବାସ ତ ମୋର ସବୁ କିଛି ସରିନି, ବାକି ରୋଷେଇ କରିବି। ଭାତ କମ୍ପ୍ଲିଟ୍ କରିଦେଇଛି। ଏବେ ଟାଇମ୍ ହେଇଗଲାଣି ବୋଧେ 11:30। ପୁଅ ଆସିବ 12:30ରେ।
तो मते ता पूर्व रोषे कंप्लीट करिया पड़ो कारण से एत बाटर आसूची आसू आसू तार 12टार छुट्टी होची आसू आसू पूरा 12:20 12:30 हो जाऊँगी तो एत समय भर से आसूची तो ड्रेस चेंज कर खाया बस कहीं छोट छुआटा ना जेहेतु 4.5 वर्षर छुआ तो भोक निश्चय हम तो से चलते दिन भर तो एमती सब कटि जाऊँगी खाई पीकी माँ पुओ शोई पड़ू आ बर्तमान तो ट्यूशन बंद कर देती जेहेतु मोर ये सिचुएसन में मुझे ट्यूशन नहीं जापी ट्यूशन टे दूर रोचे नहीं जापी शायद मुझे ठीक ठाक है देखिए कौन करी ट्यूशन देवी न देवी बाकी छोट क्लास अच्छी मुझे घरे पढ़े दूची घरे मुझे देखुची घरे पढ़ो दूची ये सब भितर देखा जाऊ आउ 1.5 मास केमती कौन कटुची 1.5 मास पर मुझे सहित पुणी गोटे खुशी खबर देवाक जी आपण मान सहित सेयार करी सबकि आपण मैंने तो रही मो सहित सेमती पूरा जोड़ी होगी बहुत सारा भल पाइबा दौरान मो वीडियो को देखुं से हूँ मो बहुत बड़ कथा बाकी जहाँ हो देखा जाऊ कौन अच्छी ये आपण मैंने जानी राउरकेला बालाजी महाराज भी अच्छा बहुत बड़ हनुमान अच्छा राउरकेला फेमस आपण मैंने जानते हनुमान बाटिका तो हनुमान बाटिका मो रूम टू बहुत पाख तो इच्छा है मुझे बहुत टाइम जाइए हनुमान बाटिका बहुत थर जाइए बहुत बड़ आखि पाएनि हनुमान पूरा एत तार केते फुटू कौन मुझे जानी मोर मन नहीं बाकी मु जाए देखे खुशी लगे जहाँ हो मु जो अच्छी मो पाखे भगवान अच्छा मु जो जाऊँगी माने घरे तो जहाँ मु भगवान को पूजा करे सब बड़े हनुमान चालीसा पढ़े शाशु घरे पढ़े बाकी मु आम घर पढ़ी पारे मो मन मन पढ़े आईटिक आसला तो मुझे ठाकुर को पूजा करे मोर भी तो कहीं ना मुझे तो सबकि करी ठाकुर को पूजा करे हनुमान चालीसा पढ़े आउ घर तो जहाँ जमी कम सब मुझे करे तापर ये जो मन हुए मुझे जाए हनुमान बाटिका बहुत बड़ आठ सब देवादेवी अच्छा आप जो ठाकुर को खोजे आपण मैंने से ठाकुर को हनुमान बाटिका पाइबे आ सबुठ बड़ कथा है जे हनुमान निजे से ठिया होती पूरा गदा धरिकी देखिए आप खुशी हो मोर पूर्व भिडियो भी देखी पूर्व भिडियो मैंने जाकि देखने से हनुमान बाटिकार भिडियो भी करी बहुत थर जाइए बुलवा बहुत सुंदर जगह आ गले से बहुत खुशी लगे कारण सबू देवादेवी से अच्छा एमती जे खाली आपण मैंने ऊपर देखुवे जे ये खुशी रोचे भगवान को डाकुची तो सब बड़े खुशी थी नाई मो जीवन भी सेमती बहुत गुड़े दुख अच्छी मो लाइफ रे भी बहुत गुड़े दुख अच्छी हेल्ले आपण मानक देखिले केबे लागुची जे मु दुखरे थी ना कहीं मुझे दुखरे ना मु दुखरे मुई पारे कि भगवान को सब पूजा कर तो भगवान मो सब खुशी रखिंट आ भगवान को लेकिन बहुत खुशी अच्छी आई हूँ सबुठ बड़ कथा जदि मु भगवान को पाई तो दुनिया रे सब खुशी पाई आज ना काली तो एबे टिके लाइफ रे किछि चलची जहाँ भी हो तो आस्ते 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 सब किछि ठीक हो मोर विश्वास भरोसा सब बेले अच्छी आमुके भी भगवान को साथ छाड़ीनी आपण मानक रिक्वेस्ट करुच्ची आपण मैंने जिते दुखरे जमीती भी था आपण मैंने केबे भी भगवान को साथ छाड़तुनी कहीं भगवान को आस्था जब आपण मैंने थरे हरई देले जीवन में केबे भी इम्प्रूव करि परिबेनी और केबे भी आगु बढ़ी परिबेनी सेही भली जिनस मु धैर्य सहकारे भगवान को पाखे रहे भगवान को प्रार्थना करे सब मो दुख जनाए आमती भगवान मत बहुत खुशी रखिंट जदि मो मन भितर किसी भी दुख अच्छी किसी भी कष्ट अच्छी आपण मानक देखिले भी लगभग जो मुझे कष्ट केते दुखरे अच्छी मो भगवान को साथ रे अच्छी भगवान मो साथ देछंती सेमती मरिया पर्यंत मु भगवान को ही पूजुथी भगवान को डाकुथी जदि आपण मानक ये वीडियो भल लगी प्लीज लाइक शेयर सब्सक्राइब करबा जमारू स्किप करेंगे बहुत ही भल वीडियो मुझे आपण मानक पई आनी आपण माने देखिबे आ जदि किछि भी भूल रहिला मते मेसेज कमेंट द्वारा जणाई देबे मु सेतिरे टिके मो भूलटा को सुधारी नेबी चलंतु रहिली जय